କାଲି ହନୁମାନ ବାଟିକାର ରଥଯାତ୍ରା ଆମର ଚେୟାରମ୍ୟାନ୍ ଦିଲ୍ଲୀପ ରାୟଙ୍କ ନେତୃତ୍ୱରେ ଆଉ ତାଙ୍କ ନିର୍ଦ୍ଦେଶ ଅନୁସାରେ କାଲି ସମୟ ନିର୍ଘଣ୍ଟ କରାଯାଇଛି। ଭୋର ରାତି 1:30ଟାରୁ ଆମର ଠାକୁରଙ୍କର ପୂଜା ଅର୍ଚ୍ଚନା କାର୍ଯ୍ୟ ଆରମ୍ଭ ହେବ। ନବଯୌବନ ନେତ୍ର ଉତ୍ସବ ତାପରେ ପହଣ୍ଡି କାର୍ଯ୍ୟକ୍ରମ ରହିଛି। ପହଣ୍ଡି ଠିକ୍ 1 ଘଣ୍ଟିକାରୁ ନେଇକି ଦିନ 1 ଘଣ୍ଟିକାରୁ ନେଇକି 1:30ଟା ଭିତରେ ପହଣ୍ଡି ଆମର ହେଇଯିବ। ପହଣ୍ଡି କାର୍ଯ୍ୟକ୍ରମ ସରିଲା ପରେ ଆମର ରଥଯାତ୍ରା ରଥ ଟଣା ଆରମ୍ଭ ହେବ। ଦିନ 2:30ଟାରୁ 3ଟା ଭିତରେ ଆମର ନିର୍ଣ୍ଣୟ କରାଯାଇଛି। ଆମ ରଥ ଯେମିତି ପ୍ରତିବର୍ଷ ଭଳି ଆମର ଗୁଣ୍ଡିଚା ମନ୍ଦିର ପ୍ଲାଣ୍ଟ ସାଇଡ଼ରେ ଯାଇ ପହଞ୍ଚିବା କଥା ସମୟ ନିର୍ଘଣ୍ଟ କରାଯାଇଛି 5 ଘଣ୍ଟିକା ଭିତରେ ପହଞ୍ଚିବା ପାଇଁ। ସେହି ସ୍ଥିର ଅନୁସାରେ ଆମର କାଲି ରଥ ଯାଇକି ସେଠି ପହଞ୍ଚିବ ଏବଂ ପ୍ରଭୁ ଜଗନ୍ନାଥଙ୍କର ଯାହା ପୁରୀରେ ଯେଉଁ ନୀତି ସମୟ ନିୟମ ଅନୁସାରେ କାମ ଚାଲିଛି ସେହି ହିସାବରେ ଆମର ମଧ୍ୟ ପୂଜା ଅର୍ଚ୍ଚନା ଠାକୁରଙ୍କର ସବୁ କାର୍ଯ୍ୟକ୍ରମ ସେହି ଅନୁସାରେ ଆମେ କରିବାକୁ ଯାଉଛୁ ଏବଂ ଏଥିରେ ଆମର ବାହାରୁ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ଆସି ପାର୍ଟିସିପେଟ୍ କରୁଛନ୍ତି। ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଆମ ରାଉରକେଲାର ଛୋଟ ଛୋଟ ଝିଅମାନେ। ତା ସହିତ ଆମର ଘଣ୍ଟନାଦରେ ଆମର ହନୁମାନ ବାଟିକାରୁ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ।